ओम ब्रह्मा विष्णु देव सर्वशक्ता ब्रह्मण्य तस्मै नमस्कार बोलते सगळे ब्रह्म विष्णु महेश्वर भूलोक अंधकार भूलोक निरोधक ଆମକୁ ଯେ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକ ଦେଇଥାନ୍ତି ସେହି ପ୍ରକୃତ ଗୁରୁ ଆମ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଜୟଗୋପାଳ ରାଧାକୃଷ୍ଣ ସେଠି ଜାଣିଛି ଆଦର୍ଶ ଶିକ୍ଷକ ସେ ନିଜ ଜନ୍ମଦିନକୁ ଗୁରୁଦିନ ରୂପେ ପାଳନ କରିବା ପାଇଁ ଦେଶବାସୀଙ୍କୁ ଉପଦେଶ ଦେଇଥିଲେ। 1962 ସେପ୍ଟେମ୍ବର ମାସ 5 ତାରିଖ ଠାରୁ ପ୍ରତିବର୍ଷ ଏହି ଦିବସଟିକୁ ଗୁରୁଦିନ ରୂପେ ପାଳନ କରାଯାଉଅଛି। ଶିଶୁଟିଏ ଜନ୍ମ ହେବା ଠାରୁ ତା ପିତାମାତା ପ୍ରଥମ ଗୁରୁ ଏବଂ ଅଧିକ ଜ୍ଞାନ ପାଇବା ପାଇଁ ସେ ଦରକାର କରେ ତାର ଦ୍ୱିତୀୟ ଗୁରୁ। ଏହାର ଜ୍ୱଳନ୍ତ ଉଦାହରଣ ଏକଲବ୍ୟ ଆରୋହୀ ଉପମନ୍ୟୁ ଶିଷ୍ୟ ତାଙ୍କର ଗୁରୁଗତି ପାଇଁ ସେ ଆଜି ଅମର ହୋଇଯାଇଛନ୍ତି। ଶେଷମାନଙ୍କ ମତରେ ସ୍ୱର୍ଗ ଉନ୍ନତିର ଶୀର୍ଷରେ ପହଞ୍ଚିବା ପାଇଁ ଜଣେ ଆଦର୍ଶ ଶିକ୍ଷକ ଏକାନ୍ତ ଆବଶ୍ୟକ। ସେଥିପାଇଁ କୁହାଯାଏ ତୁମେବ ମାତା ପିତା ତୁମେବ ବିଦ୍ୟା ତୁମେବ ସର୍ବଂ ଦେବ ଦେବ। ମୁଁ ଏତିକିରେ ରହୁଛି।